आज लिटू भाई भल कथाटा मन रख। आज आलोचना करवा सालेबेगों मालिका भक्त सालेबेग है। भक्त सालेबेग बापा ना हूँ कौन जानचु ना कुलील खां जहाँ कहते लाल बेग। लाल बेग कटक थे कलिकतार घर जन रजा थे मुस्लिम रजा आसी कटक रही से कटक ना एपर्त लालबाग थाना नहीं गोटे कटक रहा कटक रहा से मुगल साम्राज्य ना से पुरी उपर आक्रमण कले। आक्रमण जो कले आक्रमण कर फेरुंट दांड मुकुंदपुर से जड़े विधवा ब्राह्मण कन्या माने अल्प बयस झीटे विधवा बहुत सुंदर से गाधे फेर ये से कौन कले झीटी को नहीं आइले ये से लालबाग जो नहीं आइले लालबाग आइला गोटे पुओ है ना हूँ कौन सालबेग। शास्त्र प्रमाण दिए सालबेग मुसलमान हेले से हिंदू को गुरु करते गौड़ीय वैष्णव ग्रंथ प्रमाण दिए सालबेग श्री श्यामानंद का शिष्य थे। कि जशोबन दास 84 आज्ञा तुम देख से लिखिं सालबेग तांकर शिष्य थे। और सालबेग जन्म 1608 ख्रीटाब्द माने पंचसखा माने जिते बड़े उत्कल भूमि थिले से समय सालबेग आविर्भूत होता बुझी मुसलमान हेले माँ ब्राह्मणी तेणु से हिंदू देवता को मुख्य आराध्य रूप में कौन करते सालबेग को कुष्ठ व्याधि होता से प्रभु जगन्नाथ कृपा से कुष्ठ व्याधि कम भल होगा से प्रभुकर करुणा सी बहन कले। पंचसखा बेले माने जमी भविष्यवाणी कर समय एक समय पंचसखा मान आविर्भूत समय सालबेग आविर्भूत सालबेग भविष्यवाणी लिखि बुझे किंतु गुरु संबंध में दुईटी मत आसे केतक मत जशोबन दास गुरु होते केतक मत श्यामानंद गुरु होता बुझे कि दुईटी गुरु कर बुझे आज से सालबेग मालिका आज कौन कर आलोचना सालबेग मालिका साधारण मालिका नुह क्या पंचसखा समय महापुरुष बुझी ना आ समाधि रही बर्तमान गलगंडी जो छता मठ नहीं ना छता मठ पाखे आश्रम ये माने समाधिटा अच्छी कार सालबेग परम भक्त ना नहीं सी कौन कर कौन मालिका लिखि कहले कौन जाजपुर जो स्थान 13 अंक माने नथिबे केही जे थोके जीवे रेणु होई मो राम जे सी राम को संबोधन कर अच्युत राम को संबोधन कर हाड़ीबन दास राम को संबोधन कर अरक्षित दास राम को संबोधन कर विचित्र कथा देख केतेटा राम बाहर
ଯାଜପୁର ଯେଉଁ ସ୍ଥାନ 13 ଅଙ୍କ ମାନେ ନଥିବେ କେହି ଯେ, ମାନେ 13 ଅଙ୍କ ବେଳକୁ ଯାଜପୁର ବହୁତ କ୍ଷତି ଘଟି ଯାଇଥିବ। ଥୋକେ ଯିବେ ରେଣୁ ହୋଇଯେ, ବହୁତ ଲୋକ ଗରିବ ଭାବରେ କଣ ଦିନ ଅତିବାହିତ କରୁଥିବେ, ସେ ବଡ ଲୋକିଆ ଭାବ ନଥିବ। ଆଜ୍ଞା ଦେଲେ ଭଗବାନ ମରିବେ ପାତକୀ ମେଳଛ ଜନ ଯେ, ତୁମ୍ଭେ ଥିବ ମୋର ସନ୍ନିଧାନ ମୋ ରାମ ଯେ। ହେ ରାମ ସାଲରେ କହୁଛନ୍ତି ତୁ ସେତେବେଳେ ମୋ ପାଖରେ ଥାଉ। ଯେତେବେଳେ ଆଜ୍ଞା ଦେବେ ଭଗବାନ ସେତେବେଳେ ପ୍ରଭୁ ଆସି ଯାଇଥିବେ। ଯେତେବେଳେ ଆଜ୍ଞା ପ୍ରଭୁ ଦେବେ ମରିବେ ପାତକୀ ମେଳଛ ଜନ, ପାତକୀ ମାନେ ଯୋଉ ଦୁଷ୍ଟ ମାନେ, ମେଳଛ ମାନେ ଏସବୁ କଣ ହେବେ? ବିନାଶ ହେବେ। ରାଜା ହେବେ ଭଗବାନ, ଆନନ୍ଦେ ପାଳିବେ ସେ ପ୍ରଜା ଜନ ଯେ, ନୀଳ ଗିରିରେ ଥାଇଣ ମୋ ରାମ ଯେ। ହେଲେ ପ୍ରଭୁ ରଜା ହେବେ, ସେତେବେଳେ ମଧ୍ୟ ନୀଳଗିରିରେ ଥିବେ ହେଲା। ଯୋଉଟା ଥିବେ କଣ? ଦାରୁ ବ୍ରହ୍ମ ରୂପକ ଭଗବାନ, ନରଦେହୀ ରୂପକ ମଧ୍ୟ ନାରାୟଣ, ନର ରୂପୀ ନାରାୟଣ ହେଲା। ଏଠି ଦାରୁ ବ୍ରହ୍ମ ରୂପକ ଭଗବାନ। ଶିବୁଙ୍କ ବଚନ ଶୁଣ 14 ଅଙ୍କକୁ କଲେ ପ୍ରମାଣ ଯେ, ମରି ବେଟି ଦୁଷ୍ଟ ଜନ ମୋ ରାମ ଯେ। କହିଲେ ହଉଛି ମୋ ଶ୍ରୀମୁଖ ବଚନ, ବୁଝିପାରୁଛି ନା? 14 ଅଙ୍କ ବେଳକୁ ମରିବେ ଦୁଷ୍ଟ ଜନ, ବୁଝିପାରୁଛ ନା? ସେ କାହା ଅଙ୍କ ପଛରେ କହିବେ। ସତ୍ୟରେ ପାଳିବି, ସତ୍ୟରେ ପୃଥିବୀ ହେବ, ନୀଳଗିରି କି ପ୍ରଭୁ ଆସିବେ ଯେ, କୈବଲ୍ୟ ଚୂର ହୋଇବ ମୋ ରାମ ଯେ। ତା ଆଗରୁ ଗୋଟେ 6 ବର୍ଷ କହନ୍ତି ରଥଯାତ୍ରା ବନ୍ଦ ହବ, ସେତେବେଳକୁ ବନ୍ଦ ହେଇଥିବ ହେଲା। ସତ୍ୟ ସେଇଠୁ ପ୍ରଭୁ ଯିବେ କୋଉଠିକି? ନୀଳଗିରି କି ଯିବେ ବା ପୁରୀ ଯିବେ। ସତ୍ୟରେ ପୃଥିବୀ ହେବ, ପୃଥିବୀ କଣ ହବ? ସତ୍ୟ ସ୍ଥାପନ ହେବ। ନୀଳଗିରି କି ପ୍ରଭୁ ଆସିବେ ଯେ, ପୁଣି ପ୍ରଭୁ ନୀଳଗିରି କି ଫେରିବେ। କୈବଲ୍ୟ ଚୂର ହୋଇବ ମୋ ରାମ ଯେ, ପୁଣି କୈବଲ୍ୟ ହାଟ ବସିବ। ଯୋଉଟା ଲେଖିଛନ୍ତି 16 ବର୍ଷ ନ ଚଳିବ ନନ୍ଦିଘୋଷ ମୋର, ଅରଣା ରାଜ୍ୟରେ ଲୀଳା ହୋଇବ ପ୍ରଚାର ହେଲା। 15 ଅଙ୍କ ଭିତରେ ନନ୍ଦିଘୋଷ ରଥ ହେବ ସେଠାରେ ଯେ, ପ୍ରଭୁ ଯିବେ ଗୁଣ୍ଡିଚା ନଭରେ ମୋ ରାମ ଯେ। କହିଲେ ଏ ବେଶୀ ଦିନ ନୁହଁ, 15 ଅଙ୍କ ଭିତରେ ଏ ସବୁ ଘଟିଯିବ। କହେ ସାଲବେଗ ହୀନ ସଂସାର ଜନ ହେ ସମସ୍ତେ ଶୁଣ। କହିଲେ ହେ ଜଗତବାସୀ, ତମକୁ ଡାକି ହାକି କହୁଛି ସମସ୍ତେ ଶୁଣିଥାଅ। ରାଧା କୃଷ୍ଣ ପଦେ କର ଧ୍ୟାନ ମୋ ରାମ ଯେ। ତମେ ରାଧା କୃଷ୍ଣଙ୍କର ଶ୍ରୀଚରଣେ କଣ ହେଇଯାଅ, ଶରଣ କର ବା ଧ୍ୟାନ କର। କିଏ କହିଲେ? ସାଲବେଗ। ଏଠି ରାଧା କୃଷ୍ଣ ଦ୍ୱାପର ଲୀଳା ସରିଗଲା, ଭଲ କଥାଟା ମନେ ରଖିଲେ। କୃଷ୍ଣଚନ୍ଦ୍ର କଣ କଲେ? ଦେହ ଛାଡ଼ିଲେ। ମା ନିତେଶ୍ୱରୀ ରାଧା ମଧ୍ୟ କଣ ହେଲେ? ଦେହ ଛାଡ଼ିଲେ। ସେ ପୁଣି କଣ ହଉଛନ୍ତି? ଏକାଠି ହେଲେ। ଚୈତନ୍ୟ କୁହନ୍ତି ଯେହି ରାଧା ସେଇ କୃଷ୍ଣ ଭଜ ଏକ କରି, ମାନେ ସେ ଗୋଟିଏ ଜିନିଷ ଦୁଇ ଭାଗ ହେଇଯାଇଛି ନା। ଯେତେବେଳେ ଏକାଠି ଗଲେ ତାଙ୍କର ନାଁ ସେତେବେଳେ କଣ ରହିଲା? ଜଣେ ବ୍ୟକ୍ତି ରାଧା, ଜଣେ ବ୍ୟକ୍ତି କୃଷ୍ଣ, ସେଇ ନାଁଟା ହଉଛି ସତ୍ୟ। ସେୟାକୁ ଭୀମ ଭୋଇ କହିଲେ, ଦୁଇ ପାଦ ନମିଷଇ ଏକ ପାଦେ ଧର ଧର, ଶୂନ୍ୟ ମନ୍ଦିରେ ବିହାର। ରୂପରେଖ ନାହିଁ ତାର, ବୁଝିହଉଛି? ତାଙ୍କର ରୂପରେଖ ନାହିଁ, ସେ ଶୂନ୍ୟ ମନ୍ଦିରରେ ବାସ କରୁଛନ୍ତି। ଦୁଇ ପାଦ ନମିଷଇ ଏକ ପାଦେ ଧର ଧର, ଗୋଟିଏ ପାଦ। ରାଧା କୃଷ୍ଣ ମିଶିଗଲେ ଯିବେ ଗୋଟିଏ ପାଦ। ତା ପାଦ କେତୋଟି ରହିବ? ଗୋଟିଏ। ନା କଣ ରହିବ? ବୁଝି ହଉଛି ନା? ରାଧାକୃଷ୍ଣ ମିଶିଗଲେ ଯିବେ ଗୋଟେ ଏକାକ୍ଷର ମୂର୍ତ୍ତି। ଯେହି ରାଧା ସେହି କୃଷ୍ଣ। ତାଙ୍କୁ ରାଧା ରୂପରେ ଦେଖି ହବ, ତାଙ୍କୁ କୃଷ୍ଣ ରୂପରେ ଦେଖି ହବ।
ଏ ଦେବତା କିଏ ପୂର୍ବପୁରୁଷରେ କହିବି ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି ବୋଲ।